Good morning, guys. Welcome back to my channel. Evergreen Shona. ତ ସକାଳୁ ସକାଳୁ ଆଜି ମୋ ବୋଉ ଗୋଟେ ପିଠା କରୁଛି। ନଡିଆ ନ ସରିଯାଇଛି ମୋ ବୋଉ ବିଭିନ୍ନ ପ୍ରକାର ପିଠା କରୁଛି। ବୋଉ ଆଜି କିଛି ପିଠା? ଆଜି ପୋଡ ପିଠା ପ୍ରେସରରେ ପୋଡ ପିଠା। ସେ ଚୁଲିଟା ଆଗରୁ ଚୁଲିରେ ହଉଥିଲା ଗାଁରେ। ଆମ ଟାଉନରେ ତ ଚୁଲି ନାହିଁ, ତେଣୁ ବୋଉ ତାର ପ୍ରେସର କୁକରରେ କରିବ। ଆମ ହଜବେଣ୍ଡଙ୍କର ପ୍ରେସର କୁକର ପିଠାଟା ବହୁତ ପ୍ରିୟ, ବୁଝିଲେ। ତେଣୁ ଏଇନା ପଡିଲା ପ୍ରେସର କୁକର ଉପରେ। ହେଲା ପରେ ପୁଣି ଦେଖେଇବି କେତେ ସଫ୍ଟ କେତେ ଟେଷ୍ଟି ହେଇଛି। 5ଟା ବାଜିସାରିଲାଣି, ମୋ କୋଚିଂ ଟାଇମ୍ ହେଇଗଲାଣି। ତା ଭିତରେ ବୋଉ ଯୋଉ ପିଠା କହିଥିଲି ବୋଉଙ୍କର ପିଠା ବି ହେଇଯାଇଛି। ଦେଖନ୍ତୁ ଟିକେ ଛୁଇଁକି ଦେଖୁଛି କେତେ ବଢିଆ ବଢିଆ ହେଇଛି। ଖୁସି ଅଛି କାରଣ ଆଜି ଆମ ଲାଷ୍ଟ କୋଚିଂ ଛୁଟି ପଡ଼ିଗଲା ଖରା ଦିନ ପାଇଁ। ଏଇନା ମୁଁ ପୁରା ଫ୍ରି। ତେଣୁ ମୁଁ କୋଚିଂରୁ ଫେରିଲେ ମୁଁ ଝିଅ କହିଛି ଟିକେ ରିଲାଏନ୍ସ ଯିବ ମାର୍କେଟିଂ ପାଇଁ, ଆସିଲେ ଦେଖା ଆସୁଛି। ବାଏ ବାଏ। ସପିଂ ଷ୍ଟାର୍ଟ ହେଇଯାଇଛି। ଆଗେ ଆସିକି ଆମର ଯୋଉଟା ପ୍ରିୟ ଫେଭରେଟ୍ ସେଇଟା କଣ କଣ ସପିଂ କିଛି ଅଛନ୍ତି କିଣିକି ମୋ ହଜବେଣ୍ଡ ଆଗେ ଆସିଛନ୍ତି ଦେଖ ପୁରା ସପିଂ ପୁରା ନାଣ୍ଡୁ ସପିଂ କରିବି ହେଲା। ସବୁ କିଣ ସବୁ ଯାହା କହିବି ସେ ଏକ୍ସପୋର୍ଟ ହେଇକି ରିଲାଏନ୍ସର ମାର୍କେଟିଂ ସରିଗଲା। ତାପରେ ଟିକେ ସାନ ଭାଇ ସହିତ ଦେଖା ହେଇଗଲା। ବହୁତ ବଦମାସଟା, ମିଛୁଆଟା, କିନ୍ତୁ ବହୁତ ଟ୍ୟାଲେଣ୍ଟେଡ ବି। ନା ମୋ ଭାଇଟା ବହୁତ ଟ୍ୟାଲେଣ୍ଟେଡ, ଭଲ ଗୁଡ୍ ଆକ୍ଟର ଆଉ ବହୁତ ଭବିଷ୍ୟତ ତାର ଉଜ୍ଜଳମୟ। ଚାଇନିଜ ମୋମୋ ଏଟିଏମ୍ ଖାଇବା ଅଛି। କୋରିଆନ ଫେମସ ଏଟିଏମ୍ ଚକଲ ସବୁ ଖାଇବା ପଳେଇ ଆସୁଛି। ମୋମୋ ଖାଇଲେ ଆଖି କାନ ନାକ ସବୁ ଧୂଆଁ ବାହାରି ପଡ଼ିଲା। ଆଫଗାନି ପଇସା ନଷ୍ଟ ଖାଇବ। ଧନ୍ୟବାଦ, ଏତେ ରାଗ ମୋମୋସ୍ ଖୁଆଇଲ ତମେ ହେଲା। ପିଆଜ କାଟିଲା ବେଳକୁ ଏତିକି ପାଣି ନଥିବ, ଏତିକି ଭାଇ ମୋର ପାଣି କାଟି ପକେଇଲି। ଡିନର ମୋର ହେଇଗଲା। ସକାଳ ଦେଖା ହବ। ଗୁଡ୍ ନାଇଟ୍।